ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ବନ୍ଧୁଗଣ, ଖୁବ୍ ଶୀଘ୍ର ପୁରୁଣା ବର୍ଷ 2024ର ସମାପ୍ତ ହେବା ପାଇଁ ଯାଉଛି ଏବଂ ନୂଆ ବର୍ଷ 2025ର ଶୁଭାରମ୍ଭ ହେବାକୁ ଯାଉଛି। ତେବେ ବନ୍ଧୁଗଣ, ଆପଣମାନେ ଯଦି ଚାହୁଁଛନ୍ତି ଏଇ ବର୍ଷ ଆପଣଙ୍କୁ ଯେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି, ଯେଉଁ ସବୁ ଅସୁବିଧାରେ ଆପଣମାନେ ପଡ଼ିଛନ୍ତି, ଅର୍ଥଜନିତ ସମସ୍ୟାରେ ଆପଣ ଯେଉଁ ହଇରାଣ ହୋଇଛନ୍ତି, ତାହା ଆପଣଙ୍କୁ ନୂଆବର୍ଷ ପରଠାରୁ ହେବାକୁ ନ ପଡ଼ୁ। ନୂଆବର୍ଷ ଠାରୁ ଆପଣଙ୍କର ଜୀବନ ଶୁଭମୟ ମଙ୍ଗଳମୟ ହେଉ। ତେବେ ଦର୍ଶକ ବନ୍ଧୁ, ନୂଆ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ 1, 2025 ଦିନ ଆପଣ ନିଶ୍ଚିତ ଭାବରେ ଧଣିଆର ଏହି ଗୁପ୍ତ ଉପାୟଟି ପାଳନ କରିଦିଅନ୍ତୁ। ଦେଖିବେ, ନିଶ୍ଚିତ ଭାବରେ ବର୍ଷ ସାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। କେବଳ କରିନିଅନ୍ତୁ ଏକ ମୁଠି ଧଣିଆର ଉପାୟ। ଜୀବନରେ ଚାଲିଥିବା ସମସ୍ତ କଷ୍ଟ, ସମସ୍ତ ସମସ୍ୟାରୁ ମୁକ୍ତି ତୁରନ୍ତ ହିଁ ମିଳିଯିବ ଏବଂ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ଏହା ସହିତ ଆପଣ ବି ହୋଇଯିବେ କୋଟିପତି। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ବନ୍ଧୁଗଣ, ଖୁବ୍ ଶୀଘ୍ର ନୂଆବର୍ଷ 2025 ମସିହାର ଆରମ୍ଭ ହେବାକୁ ଯାଉଛି ଏବଂ ଏହି ଦିନ ଯଦି ଆପଣ କେବଳ 2ରୁ 4 ମିନିଟ୍ ସମୟ ବାହାର କରି ଏକ ମୁଠି ଧଣିଆର ସେହି ପ୍ରାଚୀନ କାଳର ଉପାୟକୁ କରିଦିଅନ୍ତି, ଯେଉଁ ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି, ତେବେ ଏହାକୁ କରିବା ପରେ ସାକ୍ଷାତ୍ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଓ ବରଦାନ ପ୍ରାପ୍ତି ହେବ, ଯାହାଦ୍ୱାରା ଆପଣଙ୍କର ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା, କଷ୍ଟ, ସମସ୍ୟା ସବୁକିଛି ଦୂର ହୋଇଯିବ। ଆଜିର ଏହି ଭିଡ଼ିଓରେ ଆମେମାନେ ଏହି ଚମତ୍କାରୀ ଉପାୟ ବିଷୟରେ ଜାଣିବା। ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି, ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ବନ୍ଧୁଗଣ, ସମସ୍ତ ବେଦଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି, ଯେକୌଣସି ଶୁଭ ଦିନର ଆରମ୍ଭରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି। ଏହି ଦିନ ମା ଲକ୍ଷ୍ମୀ ସ୍ୱୟଂ ଧରିତ୍ରୀରେ ନିବାସ କରିଥାନ୍ତି ଏବଂ ନିଜ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଏବଂ ଏହି ଦିନ ମା ଲକ୍ଷ୍ମୀଙ୍କର ସବୁଠାରୁ ଅତ୍ୟନ୍ତ ପ୍ରିୟ ଜିନିଷ ଧଣିଆର ଉପାୟ ଯଦି କୌଣସି ବି ବ୍ୟକ୍ତି କରିଦିଏ, ତେବେ ସେହି ବ୍ୟକ୍ତିକୁ ମା ଲକ୍ଷ୍ମୀ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ବନ୍ଧୁଗଣ, ଆପଣ ନୂଆବର୍ଷ ଦିନ ଧଣିଆ କିଣିକି ନିଶ୍ଚୟ ଆଣନ୍ତୁ ଏବଂ ଧଣିଆର ଉପାୟ ମଧ୍ୟ ପାଳନ କରନ୍ତୁ। ଧଣିଆର ସିଧାସଳଖ ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଧଣିଆରେ ମା ଲକ୍ଷ୍ମୀଙ୍କର ଦିବ୍ୟ ଶକ୍ତି ଗୁଡ଼ିକର ନିବାସ ରହିଛି। ତେବେ ନୂଆବର୍ଷର ପ୍ରଥମ ଦିନରେ ଯଦି ଆପଣ ଧଣିଆର ଏହି ଉପାୟଟିକୁ ସଠିକ୍ ମୁହୂର୍ତ୍ତରେ, ସଠିକ୍ ସମୟରେ ଏବଂ ସଠିକ୍ ବିଧିବିଧାନ ପୂର୍ବକ କରିନେଉଛନ୍ତି, ତ ନିଶ୍ଚିତ ଭାବରେ ଏହି ଉପାୟକୁ କରିବା ପରେ ତୁରନ୍ତ ହିଁ ଆପଣଙ୍କୁ ଲାଭ ପ୍ରାପ୍ତି ହେବ, ଯାହାଫଳରେ ଆପଣ ନିଜ ଜୀବନରେ ଚମତ୍କାରୀ ପରିବର୍ତ୍ତନ ମଧ୍ୟ ଦେଖିବାକୁ ପାଇବେ। ଆପଣ ଯେଉଁ କାର୍ଯ୍ୟ ବି ଆରମ୍ଭ କରିବେ, ସେହି କାର୍ଯ୍ୟରେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ତେବେ ଆସନ୍ତୁ ଜାଣିବା ନୂଆ ବର୍ଷର ପ୍ରଥମ ଦିନରେ କରାଯାଉଥିବା ଧଣିଆର କିଛି ଚମତ୍କାରୀ ଉପାୟ ବିଷୟରେ। ପ୍ରଥମ ଉପାୟଟି ହେଉଛି, ଯଦି ଆପଣଙ୍କର ଅଯଥା ଖର୍ଚ୍ଚ ବହୁତ ଅଧିକ ହେଉଥାଏ, ତେବେ ସେହି ଅଯଥା ଖର୍ଚ୍ଚକୁ କମ୍ କରିବା ପାଇଁ ଏହା ହେଉଛି ଆପଣଙ୍କର ଧନ ସଞ୍ଚୟ ହେବାର ମହା ଉପାୟ। ବନ୍ଧୁଗଣ, ଯଦି ଆପଣ ଯେତେ ରୋଜଗାର କଲେ ମଧ୍ୟ ଆପଣ ଧନ ସଞ୍ଚୟ କରିପାରୁନାହାନ୍ତି, ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଉଛି, ଆପଣ ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କୁ ଋଣ କରଜ କରିବାକୁ ପଡ଼ୁଛି ଏବଂ ଆପଣଙ୍କ ଉପରେ ଋଣ କରଜର ଭାର ମଧ୍ୟ ବଢ଼ି ବଢ଼ି ଯାଉଛି, ସେସବୁକୁ ଶୁଝିବା ପାଇଁ ଆପଣ ସାମର୍ଥ୍ୟ ହୋଇପାରୁନାହାନ୍ତି, ତେବେ ଏହି ଧଣିଆର ଉପାୟକୁ ଆପଣ ନୂଆବର୍ଷର ପ୍ରଥମ ଦିନରେ ସଠିକ୍ ସମୟରେ, ସଠିକ୍ ମୁହୂର୍ତ୍ତରେ କରିନିଅନ୍ତୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ ପ୍ରାପ୍ତି ହେବ। ତେବେ ଆପଣଙ୍କୁ ଏହି ଉପାୟଟି ନୂଆବର୍ଷ ଦିନ ରାତି 8ଟା ପରେ କରିବାର ଅଛି। ରାତି 8ଟା ପରେ ଆପଣ ଏକ ମୁଠି ଧଣିଆ ନେଇଯାଆନ୍ତୁ। ମନେ ରଖିବେ, ଆପଣ ଯେତେବେଳେ ଏହି କାର୍ଯ୍ୟ କରୁଛନ୍ତି, ଆପଣ ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ରହିବା ଉଚିତ। ଆପଣ ଭଲ ଭାବରେ ଧୋଇ ହୋଇ ଏକ ଶୁଦ୍ଧ ବସ୍ତ୍ର ପରିଧାନ କରିକି ଏହି ଉପାୟଟିକୁ କରନ୍ତୁ। ଯଦି ଆପଣ ପାରିବେ, ତେବେ ହଳଦିଆ ରଙ୍ଗ କିମ୍ବା ଲାଲ ରଙ୍ଗର ବସ୍ତ୍ର ପିନ୍ଧିପାରିବେ।
କାରଣ ହଳଦିଆ ଏବଂ ଲାଲ ରଙ୍ଗ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ। ମନେ ରଖନ୍ତୁ, ଯେଉଁ ଦିନ ଆପଣ ଏହି ଉପାୟଟିକୁ କରିବେ ସେଦିନ କୌଣସି ତାମସିକ ଭୋଜନ କରିବେ ନାହିଁ। ଅର୍ଥାତ୍ ନୂଆବର୍ଷର ପ୍ରଥମ ଦିନରେ କୌଣସି ତାମସିକ ଭୋଜନ କରିବେ ନାହିଁ। ତେବେ ଆପଣ ସେହିଦିନ ଏକ ମୁଠି ଧଣିଆ ନେଇ ପୂଜା ଘରକୁ ଯିବେ। ସେଠାରେ ମା ଲକ୍ଷ୍ମୀଙ୍କର ଯେଉଁ ଫଟୋଚିତ୍ର ବା ମୂର୍ତ୍ତି ରଖିଛନ୍ତି ସେହି ସାମ୍ନାରେ ଯାଇ ବସିଯିବେ ଏବଂ ମାଙ୍କ ସାମ୍ନାରେ ଏକ ଘିଅର ଦୀପ ପ୍ରଜ୍ୱଳନ କରିବେ। ତାପରେ ମାଙ୍କ ସମ୍ମୁଖରେ ଏକ ଲାଲ ରଙ୍ଗର କପଡ଼ା ବିଛାଇ ଦେବେ ଏବଂ ଯେଉଁ ଏକ ମୁଠି ଧଣିଆ ଆପଣ ନେଇଥିବେ ସେହି ଧଣିଆକୁ ସେହି କପଡ଼ା ଉପରେ ରଖିଦେବେ। ତାପରେ ତାକୁ ଏକ ପୁଟୁଳି କରି ନିଜ ହାତରେ ଧରିବେ ଏବଂ ନିଜ ହାତରେ ଧରି ଆପଣ ନମସ୍କାର କରିବା ମୁଦ୍ରାରେ ବସିବେ। ତାପରେ ଆପଣ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ 11 ଥର ଜପ କରିବେ। ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରଟି ହେଉଛି ଓଁ ମହାଲକ୍ଷ୍ମୀ ନମଃ। ଏପରି କରିବା ଦ୍ୱାରା ଆପଣ ଧରିଥିବା ପୁଟୁଳିଟି ଅଭିମନ୍ତ୍ରିତ ହୋଇଯିବ। ତାପରେ ସେହି ପୁଟୁଳିକୁ ରାତିସାରା ମାଙ୍କ ପାଖରେ ରଖିଦେବେ ଏବଂ ତା ପରଦିନ ପୁଟୁଳିକୁ ନେଇ ନିଜ ଧନ ରଖୁଥିବା ଜାଗାରେ ରଖିଦେବେ। ଯଦି ଆପଣ ଆପଣଙ୍କର ଆଲମାରିରେ ରଖିବେ, ଯେଉଁଠାରେ ଆପଣ ଟଙ୍କା, ସୁନା ଆଦି ରଖନ୍ତି, ତେବେ ସେହି ଜାଗାର ଦକ୍ଷିଣ ସ୍ଥାନରେ ସେହି ପୁଟୁଳିକୁ ରଖିଦେବେ। ଏପରି କରିବା ଦ୍ୱାରା ଏହା ଆପଣଙ୍କ ଜୀବନରେ ଧନ ଟାଣିବାକୁ ଚୁମ୍ବକ ଭଳି କାର୍ଯ୍ୟ କରିବ ଏବଂ ଆପଣଙ୍କ ଗୃହକୁ ଧନର ଆକର୍ଷଣ କରିବ। ଏହାପରେ ଆପଣଙ୍କର ଯେତେ ବି ଧନଜନିତ ସମସ୍ୟା ରହିଥିଲା ତାହା ଦୂର ହୋଇଯିବ। ଏହା ସହିତ ଆପଣଙ୍କର ରୋଜଗାରରେ ମଧ୍ୟ ବୃଦ୍ଧି ଆସିବ। ଆପଣଙ୍କ ପାଇଁ ରୋଜଗାରର ନୂଆ ନୂଆ ବାଟ ଖୋଲିଯିବ। ବ୍ୟବସାୟରେ ମଧ୍ୟ ଉନ୍ନତି ମିଳିବ। ଦ୍ୱିତୀୟ ଉପାୟଟି ହେଉଛି ଶୁକ୍ର ଗ୍ରହକୁ ମଜବୁତ ବନେଇବାର ମହା ଉପାୟ। ବନ୍ଧୁଗଣ, ଆପଣମାନେ ଜାଣିଥିବେ ଶୁକ୍ର ହେଉଛନ୍ତି ଧନଧାନ୍ୟର କାରକ ଗ୍ରହ ଏବଂ ଶୁକ୍ର ଗ୍ରହଙ୍କର ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ରହିଥାଏ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଉଚ୍ଚ ସ୍ଥିତିରେ ଥାଏ ସେହି ବ୍ୟକ୍ତି ଜୀବନରେ ଏକ ଧନୀ ବ୍ୟକ୍ତି ଭାବରେ ପରିଗଣିତ ହୋଇଥାନ୍ତି। ସମାଜରେ ସର୍ବଦା ପ୍ରଶଂସନୀୟ ହୋଇଥାନ୍ତି ଏବଂ ଧନଜନିତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ସ୍ଥିତିରେ ଥାଆନ୍ତି ବା ଖରାପ ସ୍ଥିତିରେ ଥାଆନ୍ତି ସେହି ବ୍ୟକ୍ତିଙ୍କ ଜୀବନରେ ସର୍ବଦା ଧନଜନିତ ସମସ୍ୟା ଲାଗି ରହିଥାଏ। ଯେତେ ରୋଜଗାର କଲେ ମଧ୍ୟ ତାହା ତାଙ୍କୁ ନିଅଣ୍ଟ ପଡ଼ିଥାଏ ଏବଂ ସର୍ବଦା ସେ ପ୍ରତ୍ୟେକ କାର୍ଯ୍ୟରେ ବିଫଳ ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ, ଆପଣମାନେ ଯଦି ଚାହୁଁଛନ୍ତି ଯେ ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ସ୍ଥିତିରେ ରୁହନ୍ତୁ, ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେଉ, ତେବେ ଏହି ଉପାୟଟିକୁ ଆପଣ ନୂଆବର୍ଷର ପ୍ରଥମ ଦିନରେ କରିବେ। ଏହି ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ନିତ୍ୟକର୍ମ ସାରି ସ୍ନାନ କାର୍ଯ୍ୟ ସାରିଦେବେ। ତାପରେ ଆପଣ ଏକ ସ୍ୱଚ୍ଛ ବସ୍ତ୍ର ପରିଧାନ କରିବେ। ତାହା ହଳଦିଆ ରଙ୍ଗର ହେଉ କିମ୍ବା ଲାଲ ରଙ୍ଗର ହେଉ। ତାପରେ ଆପଣ ଗୋଟିଏ ଲାଲ ରଙ୍ଗର କପଡ଼ା ନେଇ ସେଥିରେ ଏକ ମୁଠି ଧଣିଆ ରଖିଦେବେ। ଆପଣଙ୍କ ଘର ନିକଟରେ ଥିବା କୌଣସି ଲକ୍ଷ୍ମୀ ମନ୍ଦିରକୁ ଆପଣ ଯିବେ ଏବଂ ତାପରେ ଗୋଟିଏ ଘିଅର ଦୀପ ନେଇ ମାଙ୍କ ସମ୍ମୁଖରେ ଜଳାଇବେ। ମା ଲକ୍ଷ୍ମୀଙ୍କ ନିକଟରେ ନିଜର ସମସ୍ୟାକୁ ଜଣାଇବେ। ତାପରେ ଆପଣ ଯେଉଁ ପୁଟୁଳିକୁ ସାଙ୍ଗରେ ନେଇଥିବେ ସେହି ପୁଟୁଳିକୁ ଆପଣ ମା ଲକ୍ଷ୍ମୀଙ୍କ ଡାହାଣ ଚରଣରେ ଶୁଆଇଦେବେ। ତାପରେ ମା ଲକ୍ଷ୍ମୀଙ୍କୁ ଆପଣ ପ୍ରାର୍ଥନା କରିବେ ଯେ ହେ ମା ଲକ୍ଷ୍ମୀ, ଆପଣ ମୋତେ ଆପଣଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ। ଆପଣଙ୍କର ଆଶୀର୍ବାଦରେ ମୋର ଗୃହ ଧନଧାନ୍ୟରେ ଭରିଯାଉ। ମୋର ଗୃହରେ କେବେ ବି ଧନଧାନ୍ୟର କମି ନ ହଉ, ଅଶାନ୍ତି ନ ହଉ। ଆପଣ ମୋ ସହିତ ମୋ ଗୃହରେ ବିରାଜମାନ କରନ୍ତୁ। ମାଙ୍କୁ ଏପରି ପ୍ରାର୍ଥନା କରି ଆପଣ ସେହି ପୁଟୁଳିଟିକୁ ନିଜ ସାଥିରେ ନେଇ ଆସିବେ। ତାପରେ ଏହାକୁ ନେଇ ଆପଣ ନିଜର ଧନ ରଖୁଥିବା ସ୍ଥାନରେ ରଖିଦେବେ। ଆପଣ ଚାହିଁଲେ ଏହାକୁ ନିଜର ଠାକୁର ଘରେ ମଧ୍ୟ ରଖିପାରିବେ। ଏପରି କରିବା ଦ୍ୱାରା ଧଣିଆଟି ଅଭିମନ୍ତ୍ରିତ ହୋଇଯାଇଥିବ। ଏହା ଆପଣଙ୍କୁ ବର୍ଷ ସାରା କେବେ ବି ଆପଣଙ୍କ ଜୀବନରେ ଧନର ଅଭାବ ହେବାକୁ ଦେଇନଥାଏ। ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟଟି। ଏହା ହେଉଛି ଧନ ଆକର୍ଷଣ କରିବାର ମହା ଉପାୟ। ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ଜୀବନରେ ଏତେ ଧନ ଆସୁ ଯେ ଆପଣଙ୍କୁ କେବେ ବି ଧନର ଅଭାବ ନ ହେଉ କିମ୍ବା ଆପଣଙ୍କ ଉପରେ ଋଣ କରଜ କେବେ ବି ନ ଆସୁ, ତେବେ ଏହି ଛୋଟ ଉପାୟଟିକୁ ନିଶ୍ଚିତ ଭାବରେ ଆପଣ ନୂଆ ବର୍ଷର ପ୍ରଥମ ଦିନରେ କରନ୍ତୁ।
ଆପଣ ଯଦି ନୂଆବର୍ଷ ଦିନ ଏହି ଉପାୟଟିକୁ ପାଳନ କରୁଛନ୍ତି, ତେବେ ଏହା ନିଶ୍ଚିତ ଭାବରେ ଆପଣଙ୍କର ଭାଗ୍ୟକୁ ବଦଳାଇ ଦେବ। ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦେବ। ଏହି ଉପାୟଟିକୁ କରିବା ପରେ ଆପଣଙ୍କୁ ସାକ୍ଷାତ୍ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ବନ୍ଧୁଗଣ, ସେଥିପାଇଁ ଆପଣମାନେ ନୂଆବର୍ଷ ଦିନ ସନ୍ଧ୍ୟା ସମୟରେ ଭଲ ଭାବରେ ଧୋଇଧାଇ ହୋଇଯିବେ। ତାପରେ ଆପଣ ଏକ ଶୁଦ୍ଧ ବସ୍ତ୍ର ପରିଧାନ କରିନେବେ। ହଳଦିଆ ରଙ୍ଗର ହେଉ ବା ଲାଲ ରଙ୍ଗର ହେଉ, ଏବଂ ସେହିଦିନ ଆପଣ କୌଣସି ବି ତାମସିକ ଭୋଜନ କରିବେ ନାହିଁ। ଆପଣ ଏହିସବୁ କାର୍ଯ୍ୟ କରିସାରିବା ପରେ ଆପଣ ଆପଣଙ୍କ ପୂଜା ଘରକୁ ଯିବେ ଏବଂ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ଏକ ଘିଅର ଦୀପ ପ୍ରଜ୍ୱଳନ କରିବେ। ତାପରେ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ଏକ ଲାଲ ରଙ୍ଗର କପଡ଼ା ବିଛେଇ ଦେବେ ଏବଂ ସେହି କପଡ଼ା ଉପରେ ଆପଣ 3ଟି ଲବଙ୍ଗ, ଗୋଟିଏ ଟଙ୍କିକିଆ କଏନ୍ ଏବଂ ଏକ ମୁଠି ଧଣିଆ ଦେବେ। ତାପରେ ଏହି କପଡ଼ାକୁ ଭଲ ଭାବରେ ବାନ୍ଧି ଏକ ପୁଟୁଳି ବନେଇଦେବେ। ତାପରେ ସେହି ପୁଟୁଳିଟିକୁ ନିଜ ହାତରେ ଧରି ଆପଣ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ 11 ଥର ଜପ କରିବେ। ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ହେଉଛି ଓଁ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରକୁ ଆପଣ 11 ଥର ଜପ କରିବେ। ଆପଣ ଏପରି କରିବା ଦ୍ୱାରା ସେହି ପୁଟୁଳିଟି ଅଭିମନ୍ତ୍ରିତ ହୋଇଯିବ। ସେଥିରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ। ତାପରେ ସେହି ପୁଟୁଳିଟିକୁ ଆପଣ ନେଇ ନିଜର ଧନ ରଖୁଥିବା ସ୍ଥାନରେ ରଖିଦେବେ। ଏହି ଉପାୟଟିକୁ ଯଦି ଆପଣ ସଠିକ୍ ଭାବରେ କରିନିଅନ୍ତି, ବିଶ୍ୱାସର ସହ ଭକ୍ତିର ସହ କରିନିଅନ୍ତି, ତେବେ ଦେଖିବେ ଏହି ଉପାୟଟିକୁ କରିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ଧନ ବୃଦ୍ଧି ହେବା ଆରମ୍ଭ ହୋଇଯିବ। ଆପଣଙ୍କର ବେପାର ବାଣିଜ୍ୟରେ ଉନ୍ନତି ହେବ। ଆପଣ ଯେଉଁ ବି କାର୍ଯ୍ୟ କରିବେ, ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ତେବେ ବନ୍ଧୁଗଣ, ନିଶ୍ଚିତ ଭାବରେ ଏହି ଉପାୟଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ଉପାୟ ଆପଣ ନୂଆବର୍ଷ ଦିନ କରିନିଅନ୍ତୁ। କାରଣ ଉପାୟଗୁଡ଼ିକ ବହୁତ ସହଜ କିନ୍ତୁ ଚମତ୍କାରୀ ଓ ପ୍ରଭାବଶାଳୀ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ।